ପ୍ରବଳ ବିରୋଧ ପ୍ରବଳ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ଜଗନ୍ନାଥ ଧାମ ଲେଖା। ପୁରୀରେ ପ୍ରବଳ ପ୍ରତିବାଦ ଏବଂ ଓଡ଼ିଶାରୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ଜଗନ୍ନାଥ ଧାମ ଲେଖା ହଟାଯାଇଛି। ଜଗନ୍ନାଥ ଧାମ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ଦୀଘା ମନ୍ଦିର ସାମ୍ନାର ପୂର୍ବପର ଫଟୋ ପକାଇ ସେ ଜଗନ୍ନାଥ ଧାମ ନାମ ହଟିଥିବା ଦେଖାଇଛନ୍ତି। ଆଉ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ। ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି। ତେବେ ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ ବୋଲି କହିଥିଲେ। ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ। ମା କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି। ଶିବଙ୍କ ମନ୍ଦିର ବି ସବୁଠି ଅଛି। ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ। ସବୁ ସ୍ଥାନରେ ଥାଏ ମଧ୍ୟ। ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ। ତାହେଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ କରିଥିଲେ ମମତା। ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଗତ କିଛିଦିନ ହେବ ତେଜିବାରେ ଲାଗିଛି। ପ୍ରାଣ ପ୍ରତିଷ୍ଠା ପରଠାରୁ ହିଁ ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ପରେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ 3 ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା, ଯେଉଁଥିରେ ଦୈତାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଅଡୁଆ ବଢ଼ିଛି। ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନାସିବାରୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି। ଏକ୍ସରେ ହାସଟ୍ୟାଗ ବୟକଟ ପୁରୀ ଟୁରିଜିମ ବୋଲି ଟ୍ରେଣ୍ଡ କରୁଛି, ଯାହାକୁ ନେଇ ଓଡ଼ିଶା ପ୍ରତି ପଡ଼ିଶାର ଷଡ଼ଯନ୍ତ୍ର ବୋଲି କୁହାଯାଉଥିବା ବେଳେ ଶେଷରେ ଜଗନ୍ନାଥ ଧାମ ଲେଖା ଦୀଘା ମନ୍ଦିର ସାମ୍ନାରୁ ହଟିଛି।